ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ବର୍ଷା ବସନ୍ତ ବୈଶାଖ। ଲେଖିକା ଡକ୍ଟର ପ୍ରତିଭା ରାୟ। ଦେବବ୍ରତ ଅତ୍ୟନ୍ତ କଠିନ କଣ୍ଠରେ କହିଲେ, ଶୁଣ, ଏଠି ବସ, ତମ ସଙ୍ଗେ କଥା ଅଛି। ସୁଲଗ୍ନା ଦେବବ୍ରତର କଣ୍ଠସ୍ୱରରେ ଚମକି ପଡ଼ିଲା। ଏ କଣ୍ଠସ୍ୱର ସମ୍ପୂର୍ଣ୍ଣ ଅପରିଚିତ। କିନ୍ତୁ ସଙ୍ଗେ ସଙ୍ଗେ ନିଜକୁ ସ୍ଥିର ପ୍ରକୃତିସ୍ଥ କରିଦେଇ ସେ ଦେବବ୍ରତଙ୍କର ସାମ୍ନା ଚେୟାରରେ ବସୁ ବସୁ କହିଲା, କ'ଣ କୁହ। ଦେବବ୍ରତ କହିଲେ, ଦେଖ ସୁଲଗ୍ନା, ସୋନି ବିଷୟରେ କିଛି ଗୋଟେ ଚିନ୍ତା କରି ସ୍ଥିର କରିବାକୁ ହେବ। ସୋନି ଆଉ ନିହାତି ଛୋଟ ପିଲା ନୁହେଁ। 11 ବର୍ଷର ଝିଅମାନେ ଅନେକ କିଛି ନ ବୁଝିବା କଥା ବୁଝି ନିଅନ୍ତି। ସୋନିକୁ ତ 12 ପୂରିଯିବ। ସୁଲଗ୍ନା କଠିନ କଣ୍ଠରେ କହିଲା, ସୋନି ବିଷୟରେ କ'ଣ ତମେ ଭାବୁଛ? ସୋନି ପାଇଁ ତମର ଏତେ ବା ଚିନ୍ତା କରିବାର କ'ଣ ଅଛି? ଦେଖ, ଆମର ଯାହା ପାରିବାରିକ ଜୀବନ, ଆମର ସମ୍ପର୍କ, ଆମର ପ୍ରତିଦିନର କାର୍ଯ୍ୟକଳାପ ବୁଝି ନେବାକୁ ଆଉ ବେଶୀ ଦିନ ଲାଗିବ ନାହିଁ। ଆମର ପ୍ରକୃତ ସମ୍ପର୍କ କ'ଣ ତାହା ଜାଣିଲେ ସୋନିର ଖୁବ୍ ଉପକାର ହେବନି। ଏବେ ମୋତେ ସେ କ'ଣ ପ୍ରଶ୍ନ କରିଥିଲା ଜାଣ? କିଛି ନ କହି ସୁଲଗ୍ନା ପ୍ରଶ୍ନିଳ ଦୃଷ୍ଟି ତୋଳି କେବଳ ଚାହିଁ ରହିଲା। ଦେବବ୍ରତ କହିଲେ, ସୋନି ମୋତେ ପ୍ରଶ୍ନ କରୁଥିଲା, ବାବା, ତମେ ବୋଧହୁଏ ମାଆଙ୍କୁ ଆଦୌ ଭଲ ପାଉନାହଁ। ମାଆଙ୍କ ପାଖରେ ତମେ ଜମାରୁ ତ ଶୋଉନାହଁ। କିନ୍ତୁ କବି, ମିଣ୍ଟୁ, ଡଲି, ରିନୁ ସମସ୍ତଙ୍କର ବାବା ତାଙ୍କ ମାଆଙ୍କ ପାଖରେ ଶୁଅନ୍ତି। ଶାନ୍ତି କହୁଥିଲା, ତାର ମାଆଙ୍କୁ ଗେଲ କରିବାର ମୁଁ ଦେଖୁନି। କାହିଁକି ବାବା? ମୋର ମାଆ ତ ସମସ୍ତଙ୍କ ମାଆଙ୍କ ଠାରୁ ଭଲ, ସୁନ୍ଦର। ସୁଲଗ୍ନାର ମୁଖ ଆରକ୍ତ ହୋଇ ଉଠୁଛି। ମୁହଁରେ ଝାଳ ଜମିଗଲାଣି ବିନ୍ଦୁ ବିନ୍ଦୁ। ସତେ ତ ସୋନି ଆଉ ପିଲା ନୁହେଁ। ଆଉ 2ଟା ବର୍ଷରେ ସଂସାରର ଅନେକ ଗୋପନୀୟ କଥାରେ ସେ ନିଜେ ନିଜେ ଜାଣିଯିବ। ଆଉ ଯେତେବେଳେ ସେ ଜାଣିବ ପ୍ରକୃତରେ ଦେବବ୍ରତ ସଙ୍ଗେ ସୁଲଗ୍ନାର କୌଣସି ନିଗୂଢ଼ ସମ୍ପର୍କ ନାହିଁ, ସେତେବେଳେ ତାର ଜନ୍ମ ସମ୍ବନ୍ଧରେ ତା ମନରେ ହୁଏତ ସନ୍ଦେହ ବି ଜାଗିବା ଅସମ୍ଭବ ନୁହେଁ। ସୋନି ଏ ଯୁଗର ପିଲା। ସିନେମା, ପତ୍ରପତ୍ରିକା ତାକୁ ବୟସଠାରୁ ଅଧିକ ପରିପକ୍ୱ କରିଦେଇଛି। ସୋନି ପାଇଁ ତାର ଏ ଆଶ୍ରିତା ଜୀବନ। ତେବେ କ'ଣ ସତ୍ୟକୁ କୌଣସି ଦିନ ଗୋପନ ରଖାଯାଇ ପାରିବନି? ଅସହାୟ ଦୃଷ୍ଟିରେ ଦେବବ୍ରତଙ୍କୁ ଚାହିଁ ରହିଲା ସୁଲଗ୍ନା। କରୁଣ କଣ୍ଠରେ କହିଲା, ତମେ ଯାହା ଭାବୁଛ ତାହା ହିଁ କର ଦେବବ୍ରତ। ସୋନିର ମଙ୍ଗଳ ପାଇଁ ତମେ ଅନେକ କରିଛ। ତମେ ନିଜର ତ୍ୟାଗ ଆଉ ଉଦାରତା ଦେଇ ଯେଉଁ ଦେଉଳ ତୋଳିଛ ତାର ମୁଣ୍ଡି ମାରିବ ତମେ। ଏ ବିଷୟରେ ମୁଁ ବା କ'ଣ କରିପାରେ? ସୋନିକୁ ହଷ୍ଟେଲରେ ଛାଡ଼ିଦେବାକୁ ମୁଁ ସ୍ଥିର କରିଛି। ତାର ସିଟ୍ ମଧ୍ୟ ହେଇଯାଇଛି। ବେଶ୍, ତାକୁ କାଲି ହଷ୍ଟେଲ ପଠାଇ ଦିଅ। ଦିନେ ହେଲେ ତ ତାକୁ ମୁଁ ପାଖରୁ ଛାଡ଼ନ୍ତି। ଆଜି ଛାଡ଼ିବାରେ ମୋର ଆପତ୍ତି ନାହିଁ। ଦେବବ୍ରତଙ୍କର ଉତ୍ତରକୁ ଅପେକ୍ଷା ନ ରଖି କକ୍ଷରୁ ବାହାରିଗଲା ସୁଲଗ୍ନା। ଅନେକ ଡେରିରେ ଦୀପକ ଫେରିଲେ। ସଙ୍ଗରେ ସୋନି ଆଉ ଜ୍ୟୋତି। ସୋନି ପାଇଁ ନୂଆ ଜାମା ପ୍ୟାଣ୍ଟ କିଣିଦେଇଛନ୍ତି ଦୀପକ। ସୋନି ଜ୍ୟୋତିର ହାତ ଧରି ହସି ହସି ଗାଡ଼ିରୁ ଓହ୍ଲାଉଛି। ଭାଇ ଭଉଣୀ ଭଳି ଦିଶୁଛନ୍ତି ଜ୍ୟୋତି ଆଉ ସୋନି। ଜ୍ୟୋତି ଠିକ୍ ଦୀପକଙ୍କ ଭଳି ଲମ୍ବା ଆଉ ସୁନ୍ଦର ହେଇଛି। ରଙ୍ଗଟା ଆଉ ଟିକେ ସଫା। ବୟସ ତୁଳନାରେ ଗ୍ରୋଥ୍ ବହୁତ ବେଶୀ। ଆଖି ଲାଗି ରହିଲା ଭଳି ସ୍ୱାସ୍ଥ୍ୟ ଆଉ ଚେହେରା। ସନ୍ତର୍ପଣରେ ସୁଲଗ୍ନାର ବୁକୁ ତଳେ ବ୍ୟଥା ଆଉ ଈର୍ଷାର ଏକ କ୍ଷୀଣ ଢେଉ ଉଠି ମିଳେଇଗଲା। ଦୀପକଙ୍କର ଜ୍ୟୋତିକୁ ସେ ପ୍ରକାଶ କରି ପାରିଥାନ୍ତା, ମାତ୍ର ତା ହେଲାନି। ସୋନି ହିଁ ତାର ଏକମାତ୍ର ସନ୍ତାନ। ସୋନିକୁ ପରଘରକୁ ପଠାଇବା ପରେ ତାର କୋଳ ଶୂନ୍ୟ। ତାର ଧୂସର ସନ୍ଧ୍ୟାରେ ତାକୁ ଆଲୋକ ଦେଖାଇବାକୁ କେହି ନାହିଁ। ଆଜି ପ୍ରଥମ କରି ସୁଲଗ୍ନା ପୁଅର ଅଭାବ ଅନୁଭବ କରୁଛି। ସୋନି ଯଦି ପୁଅ ହୋଇଥାନ୍ତା? ଛାଡ଼। ଜ୍ୟୋତି ନଇଁପଡ଼ି ତାର ପଦଧୂଳି ନେଉଛି। ଦୀପକ ପରିଚୟ କରାଇ ଦେଉଛି। ଏ ତ ଆଣ୍ଟି, ନାଇସ୍ ଆଣ୍ଟି, ଜ୍ୟୋତି କହୁଛି। ନାଇସ୍ ବୟ। ସୁଲଗ୍ନା ଜ୍ୟୋତିର ଚିବୁକ ସ୍ପର୍ଶ କରି ତାକୁ ଆଦର କରୁଛନ୍ତି। ଇଚ୍ଛା ହେଉଛି ପିଲାଟିକୁ ଜୋରରେ ଚାପି ଧରନ୍ତେ ଛାତିରେ କ୍ଷଣକ ପାଇଁ। ନା, ଦେବବ୍ରତ ତାକୁ ଚାହିଁଛନ୍ତି। ଦୀପକର ସନ୍ତାନ ପ୍ରତି ଏତେ ମାୟା ଶୋଭନୀୟ ନୁହେଁ। ଦେବବ୍ରତ ତା ଦ୍ୱାରା ସୁଖୀ ହେବେ ନାହିଁ।
ସୁଲଗ୍ନା ଫେରିଗଲା ରୋଷେଇ ଘରକୁ। ସମସ୍ତଙ୍କର ଖାଇବା ବନ୍ଦୋବସ୍ତ କରିବାକୁ ହେବ। ସୋନିଆ ଓ ଜ୍ୟୋତି ହାତ ଧରାଧରି ହେଇ ଚାଲି ଯାଉଛନ୍ତି। ମୁଗ୍ଧ ଦୃଷ୍ଟିରେ ଚାହିଁ ରହି ଦୀପକ କହୁଛନ୍ତି, ଏ ଫାଇନ୍ କମ୍ବିନେସନ୍, ୱଣ୍ଡରଫୁଲ୍ ମ୍ୟାଚ୍। ରିଏଲି ଆଇ ଡିଜାୟାର ଟୁ ସି ଦେମ୍ ଟୁଗେଦର ଫର୍ ଏଭର୍। ହାଉ ଡୁ ୟୁ ଫିଲ୍? ଦେବବ୍ରତ ପ୍ରଶ୍ନ କରୁଛନ୍ତି। ବଟ୍ ଦୀପକ ଆଉ କିଛି କହିପାରୁନାହାନ୍ତି। ଫେରି ଯାଉ ଯାଉ ସୁଲଗ୍ନାର ପାଦ ଥରି ଉଠୁଛି। ଦେବବ୍ରତ କ'ଣ ସୋନିକୁ ଶେଷ ପର୍ଯ୍ୟନ୍ତ ଦୀପକଙ୍କୁ ସମର୍ପଣ କରି ତାଙ୍କ ଦେଉଳର ମୁଣ୍ଡି ମାରିବେ? ଖାଇବା ଟେବୁଲରେ ଦୀପକ ଆଉ ଦେବବ୍ରତ ଅନେକ ସମୟ ଯାଏ କ'ଣ କଥା ଗପୁଛନ୍ତି। କଥାର ଛିଟିକା ମଝିରେ ମଝିରେ ଶୁଭୁଛି ସୁଲଗ୍ନାକୁ। ବଡ଼ ପାଟିରେ କଥା ଗପୁଛନ୍ତି ଦୀପକ। ଜ୍ୟୋତି କେମିତି ତାଙ୍କରି ପରି ବ୍ରିଲିଆଣ୍ଟ ହେଇଛି, ଦିନେ ସେ ତାଙ୍କଠାରୁ ଅଧିକ ନାଁ କରିବ, ସେ ବିଷୟରେ ସେ ବର୍ଣ୍ଣନା କରୁଛନ୍ତି। ଧୀର ଗଳାରେ ଦେବବ୍ରତ କ'ଣ କହୁଛନ୍ତି ଭଲ ଭାବେ ଶୁଭୁନି। ସବୁଦିନେ ଓଠ ଚିପି ଆସ୍ତେ କଥା କହନ୍ତି ଦେବବ୍ରତ। ସୁଲଗ୍ନା ଦେଖିଲା ସୋନି ଆଉ ଜ୍ୟୋତି ବିଛଣାରେ ଶୋଇ ପଡ଼ିଛନ୍ତି। ଧୀରେ ଧୀରେ ସେ ଉଠି ଜ୍ୟୋତିକୁ ଟେକି ନେଇ ସୋନି ଖଟରେ ଶୁଆଇ ଦେଲା। ଦେବବ୍ରତ ଆଉ ଦୀପକ ଖାଇସାରି ଦେବବ୍ରତର ଶୋଇବା ଘରେ ଗପ କରୁଛନ୍ତି। ସୁଲଗ୍ନା ପରଦା ଆଡ଼େଇ ଭିତରେ ପଶିଲା। ନିଦ ଭିଜା ଗଳାରେ ଦେବବ୍ରତକୁ ଲକ୍ଷ୍ୟ କରି କହିଲା, ତମେ ଆଜି ଏଇ ବାହାର ଘରେ ଦୀପକ ବାବୁଙ୍କ ପାଖରେ ଶୋଇପଡ଼। ମୋ ପାଖରେ ସୋନିଆ ଆଉ ଜ୍ୟୋତି ଶୋଇପଡ଼ିଲେଣି। ଉତ୍ତରକୁ ଅପେକ୍ଷା ନ କରି ସୁଲଗ୍ନା ଫେରିଆସି କବାଟ ବନ୍ଦ କରି ଆଲୁଅ ଲିଭାଇ ଦେଲା। ତା ପରଦିନ ସକାଳୁ ସୋନିକୁ ନେଇ ଦେବବ୍ରତ ଚାଲିଗଲି ହଷ୍ଟେଲରେ ଛାଡ଼ି ଆସିବାକୁ। ଦୀପକ ମଧ୍ୟ ଜ୍ୟୋତିକୁ ହଷ୍ଟେଲରେ ଛାଡ଼ିବାକୁ ଗଲେ। ସୋନିକୁ ବିଦାୟ ଦେବାବେଳେ ସୁଲଗ୍ନାର ଆଖି ଦୁଇଟି ସଜଳ ହୋଇ ଉଠିଥିଲା। ସୋନି କିନ୍ତୁ ରୀତିମତ କାନ୍ଦୁଥିଲା। ସୁଲଗ୍ନା ବୋଧ ଦେଉଥିଲା, ପାଗଳି, କାନ୍ଦିବାର କ'ଣ ଅଛି? 2 ଦିନରେ ଥରେ ଦେଖି ଆସିବି। ଡାଡ଼ି ମଧ୍ୟ ଯାଇ ଦେଖି ଆସୁଥିବେ। ଭଲ ପାଠ ପଢ଼ି ଉପଯୁକ୍ତ ମଣିଷ ହେବା ପାଇଁ ଭଲ ହଷ୍ଟେଲରେ ରହିବା ଦରକାର। ଦେଖ, ଜ୍ୟୋତି କ'ଣ ତୋ ଭଳି କାନ୍ଦୁଛି? କିନ୍ତୁ ଆଣ୍ଟି, ମୋର ଯେ ମା ନାହାନ୍ତି, ମୁଁ କାହିଁକି କାନ୍ଦନ୍ତି? ମା ନାହାନ୍ତି? ସୁଲଗ୍ନାର ଛାତି ଭିତରେ କଣ୍ଟାଟିଏ ଫୁଟିଗଲା ସତେ କି। ହଁ, ମା ତ ତାଙ୍କ ବାବାଙ୍କ ପାଖରେ ଥାଆନ୍ତି। ଆମ ଘରକୁ ଦିନେ 2 ଦିନ ଆସିଲେ ବାବାଙ୍କ ସଙ୍ଗେ ଝଗଡ଼ା ଲଗାନ୍ତି। ଆଉ ମୋତେ ତ ମୋଟେ ଆଦର କରନ୍ତି ନାହିଁ। ସୁଲଗ୍ନା ନିର୍ବାକ୍ ହୋଇ ଠିଆ ହୋଇଥିଲା। ଏଇ ତେବେ ଦୀପକଙ୍କର ଦାମ୍ପତ୍ୟ ଜୀବନ। କିନ୍ତୁ ତାର ବା ଏଥିରେ ଦୁଃଖ କରିବାର କ'ଣ ଅଛି? କିନ୍ତୁ ବିଚାରା ଜ୍ୟୋତି, ତାକୁ କାହିଁକି ହତାଦର କରନ୍ତି ସୁଷମା? ସୁଲଗ୍ନାର ମନରେ ଅନେକ ଅସଂଖ୍ୟ ପ୍ରଶ୍ନ। ସୋନିକୁ ନେଇ ସୁଲଗ୍ନା ଆଉ ଦେବବ୍ରତଙ୍କର ଅନେକ ସମୟରେ ଆଳପ ଆଲୋଚନା ହେଉଥିଲା। ସୋନି ହଷ୍ଟେଲ ଗଲା ପରଠୁ ଦେବବ୍ରତ ସଙ୍ଗେ ତାର ଆଉ ପ୍ରାୟ ଭେଟ ହୁଏନି। ଦେବବ୍ରତ ଏବେ କ୍ଲବ ଯାଉଛନ୍ତି। ପୁରୁଷ ଲୋକ, ମନ ପରିବର୍ତ୍ତନ କରିବାକୁ ଘରେ ଯଦି କେହି ନାହିଁ, କ୍ଲବକୁ ଯିବେନି ତ କ'ଣ କରିବେ? ସୁଲଗ୍ନାର ଦିନ ଅସରନ୍ତି। ଏତେ ବଡ଼ ଘରଟାରେ ସକାଳୁ ରାତି ଯାଏ ସେ ଏକା। ଜୀବନଟା ଦୁର୍ବିସହ ମନେ ହେଉଛି ବସି ବସି। ନା, ତାକୁ କିଛି କରିବାକୁ ହେବ। ଅନ୍ତତଃ ଏଇ ଦାରୁଣ ସମୟରେ ବୋଝକୁ ହାଲୁକା କରିବା ପାଇଁ। ସେଦିନ ସମ୍ବାଦପତ୍ରରୁ ବିଜ୍ଞାପନ ଦେଖି ରାଜନ ଇଞ୍ଜିନିୟରିଂ ଫାର୍ମର ମ୍ୟାନେଜରଙ୍କ ସଙ୍ଗେ ଦେଖା କରିବାକୁ ଯାଇ ଅବାକ୍ ହେବା ସଙ୍ଗେ ସଙ୍ଗେ ପୁଲକିତ ହୋଇ ଉଠିଲା ସୁଲଗ୍ନା। ସତେବା ଜୀବନର ସବୁ ଦୁଃଖ ଦୁର୍ଘଟଣାକୁ ବିସ୍ମରି ଯାଇ ସେ 35 ବର୍ଷରୁ 15 ବର୍ଷର କିଶୋରୀଟିଏ ପାଲଟିଗଲା। ଉଚ୍ଛ୍ୱସିତ କଣ୍ଠରେ କହିଲା, ରାଜୁ ଭାଇ। ରାଜନବାବୁ ସୁଲଗ୍ନାକୁ ଦୀର୍ଘ 20 ବର୍ଷ ପରେ ନିଜ ଶୀତତାପ ନିୟନ୍ତ୍ରିତ ଚେମ୍ବରରେ ଏକାକୀ ଆବିଷ୍କାର କରି ବିସ୍ମୟରେ ଅବାକ୍ ହେଇଗଲେ। ମାତ୍ର ପରମୁହୂର୍ତ୍ତରେ ତାଙ୍କର ମୁହଁରେ ମେଘ ଘୋଟି ଆସିଲା। ମୁଣ୍ଡ ତଳକୁ ହେଇଗଲା। ସଙ୍କୋଚ ଭରା କଣ୍ଠରେ କହିଲେ, ସୁଲୁ, ତୁ ଏଠି? ହଁ ରାଜୁ ଭାଇ, ମୁଁ ମିସେସ୍ ମହାପାତ୍ର। ଡକ୍ଟର ଦେବବ୍ରତଙ୍କୁ ତମେ ନିଶ୍ଚୟ ଜାଣିଥିବ। ଓ, କଂଗ୍ରାଚୁଲେସନ୍। ମୋତେ ଖଣ୍ଡେ କାର୍ଡ଼ ବି ତ ଦେଲୁନି। ଏଥର ସୁଲଗ୍ନାର ମୁଣ୍ଡ ତଳକୁ ନଇଗଲା। ସଲ୍ଲଜ ଭଙ୍ଗୀରେ ସେ କହିଲା,
ମୁଁ ଦୁଃଖିତ ରାଜୁ ଭାଇ, ବାହାଘରଟା ଏମିତି ହଠାତ୍ ହୋଇଗଲା ଯେ। ରାଜନଙ୍କର ଅନୁମତିକୁ ଅପେକ୍ଷା ନ କରି ସୁଲଗ୍ନା ଚେୟାରରେ ବସୁ ବସୁ ଗାଁ କଥା, ଘର କଥା, ମିନୁ ଭାଉଜ, ରାଧା ଭାଉଜ, ରାଜୁ ଭାଇଙ୍କ ପୁଅ ସମସ୍ତଙ୍କ କଥା ପଚାରିଗଲା। ଏତେ ଦିନ ପରେ ରାଜୁ ଭାଇଙ୍କୁ ପାଖରେ ପାଇ ସୁଲଗ୍ନା ଯେମିତି ଫେରି ଯାଉଥିଲା ସେଇ ଅତୀତ ଆପଣାର ଗାଁ ଭୂଇଁକୁ। ରାଜନଙ୍କର ଉତ୍ତର ଶୁଣି ସେ ଅବାକ୍। ଗାଁର କୌଣସି ଖବର ସେ ଜାଣନ୍ତି ନାହିଁ। ମିନୁ ଭାଉଜ ଗାଁରେ, ଶାଶୁଙ୍କ ଆଖିକୁ ଆଉ ଦିଶୁନି। ଘରଦ୍ୱାର ସମ୍ଭାଳୁଛନ୍ତି ସେ। ପୁଅ ଜୀବନ, ସେ ହିଁ ଏକମାତ୍ର ସନ୍ତାନ। ପାଠଶାଠ ପଢ଼ିଲାନି, ଅପର୍ଯ୍ୟାପ୍ତ ଟଙ୍କା ଉଡ଼ାଇ ବୁଲୁଛି। ତାକୁ ଏଇ ବିଜନେସରେ ଭର୍ତ୍ତି କରିଦେବେ। ରାଜୁ ଭାଇ ନିଜେ ବ୍ୟବସାୟ ନେଇ ବ୍ୟସ୍ତ। ଘରକୁ ଯିବା ପାଇଁ ବା ଚିଠି ଦେବା ପାଇଁ ସମୟର ବଡ଼ ଅଭାବ। ତେବେ ପ୍ରତି ମାସରେ ଟଙ୍କା ପଠାଇ ଦେଉଛନ୍ତି। 3 ବର୍ଷ ହେଲା ମିନୁ ଭାଉଜଙ୍କ ସଙ୍ଗେ ସାକ୍ଷାତ ହୋଇନାହିଁ। ତା ଛଡ଼ା ଅଳ୍ପ ବାଟ ନୁହେଁ ଯେ ଯାଇ ଦେଖି ଆସିବା ସମ୍ଭବ ହେବ। ଗୋଟିଏ ଦିନ ନ ରହିଲେ ସବୁ ବିଶୃଙ୍ଖଳା, ସବୁ ବିଭ୍ରାଟ। ସୁଲଗ୍ନା ରାଜୁ ଭାଇଙ୍କୁ ନିରେଖି ଚାହିଁଲା। ରାଜୁ ଭାଇଙ୍କର ବାଳ ସବୁ କାନ ଉପରେ ପାଚିଲାଣି। ମୁହଁରେ ଅସୀମ କ୍ଳାନ୍ତିର ରେଖା। ରାଜୁ ଭାଇ ଉଚ୍ଚକୁ ଉଠିଛନ୍ତି। ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିଛନ୍ତି। ବଡ଼ ଲୋକ ହେଇଛନ୍ତି, ମାତ୍ର ସୁଖୀ ହେଇନାହାନ୍ତି। ରାଜୁ ଭାଇଙ୍କୁ ସେ ଜାଣେ। ଅଳ୍ପରେ ସନ୍ତୁଷ୍ଟ ନ ହେଲେ କେହି ସୁଖୀ ହୁଏନି। ରାଜୁ ଭାଇ ମୁହଁ ଗମ୍ଭୀର କରି ବସିଛନ୍ତି। ଅପରାଧୀ ଭଙ୍ଗୀରେ ତାକୁ ଆଖିକଣରେ ଚାହିଁଛନ୍ତି। ରାଜୁ ଭାଇ ସେଦିନ ଘଟଣାକୁ ହେଜି ନିଜେ ଛୋଟ ହେଇଯାଇଛନ୍ତି। ସୁଲଗ୍ନାର କୌଣସି ଦିନ ରାଜୁ ଭାଇଙ୍କ ପ୍ରତି ଦୁର୍ବଳତା ନଥିଲା। ଯେଉଁ ନିର୍ମଳ ସ୍ନେହରେ ସେ ରାଜୁ ଭାଇଙ୍କୁ ଭଲ ପାଉଥିଲା, ତାହା ସେମିତି ଅଛି। ସେଦିନର ଘଟଣା ପାଇଁ ସେ ରାଜୁ ଭାଇଙ୍କ ଭିତରର ହିଂସ୍ର ପଶୁତ୍ୱକୁ ଘୃଣା କଲେ ମଧ୍ୟ ରାଜୁ ଭାଇଙ୍କୁ ଘୃଣା କରିପାରିନି। ଆଜି ସେଇ ରାଜୁ ଭାଇଙ୍କ ଦୟା ଉପରେ ନିର୍ଭର କରି ସେ ପ୍ରାର୍ଥୀପତ୍ର ଧରି ଠିଆ ହେଇଛି। ତାର ପ୍ରକୃତ ଅବସ୍ଥା ଜାଣିଲେ କ'ଣ ଭାବିବେ ରାଜୁ ଭାଇ? ହୁଏତ ତାର ଦୟନୀୟ ଅବସ୍ଥା ପାଇଁ ତାକୁ ସେ ଆବଶ୍ୟକତା ଅପେକ୍ଷା ଅଧିକ ବେତନର ଚାକିରିଟିଏ ଦେବେ। ତାକୁ ସାହସ ଦେବେ, ସମବେଦନା ଜଣାଇବେ। ଦରକାର ପଡ଼ିଲେ ସୁଲଗ୍ନାର ଅବହେଳିତ ଯୌବନ ଆଉ ନାରୀତ୍ୱକୁ ଶାନ୍ତି ଦେବାକୁ ଆଗେଇ ଆସିବେ। ନା, ବରଂ ଡକ୍ଟର ଦେବବ୍ରତଙ୍କର ପରିଚୟ ନେଇ ସେ ରାଜୁ ଭାଇଙ୍କ ପାଖରେ ସମ୍ମାନିତା ହେଇ ରହିଯିବ। ସେ ଜଳି ଜଳି ଶେଷ ହୋଇଯାଉ, ମାତ୍ର ଦେବବ୍ରତଙ୍କର ଆଶା ଛାଡ଼ି ରାଜୁ ଭାଇଙ୍କର ଆଶ୍ରା ତଳେ ନିଜକୁ ଶେଷ କରିଦେଇ ପାରିବନି। ସୁଲଗ୍ନା ଏଥର ଉଠିଲା। ସହଜ କଣ୍ଠରେ କହିଲା, ତମେ ସିନା ବଡ଼ ଲୋକ ହେଇ ଭୁଲିଗଲ ରାଜୁ ଭାଇ, ମୁଁ କିନ୍ତୁ ଠିକ୍ ଖୋଜି ଖୋଜି ତମ ପାଖକୁ ଆସିଥିଲି ଗାଁ ଖବର, ତମ ଖବର ବୁଝିବାକୁ। ଆଚ୍ଛା, ମୁଁ ଏଥର ଉଠେ। ଟିକେ ଡେରି ହେଲେ ସେ ତେଣେ ଅଧୀର ହୋଇ ଫୋନ୍ କରିବେ 10 ଜାଗାକୁ। କିନ୍ତୁ ତମେ ନିଶ୍ଚୟ ଆସିବ। ମୁଁ ନହେଲେ ଫୋନ୍ କରି କରି ତମକୁ କାମ କରେଇ ଦେବିନି। ହସି ହସି ସୁଲଗ୍ନା ପଦାକୁ ବାହାରି ଆସିଲା। ରାଜୁ ଭାଇଙ୍କର ଦୀର୍ଘଶ୍ୱାସ ତାକୁ ସେଇ ଅତୀତ ଦିନ ଭଳି ବିଚଳିତ କଲା ନାହିଁ। ଘରକୁ ଫେରି ସୁଲଗ୍ନା ଦେଖିଲା, ଦେବବ୍ରତ ଫେରି ନାହାନ୍ତି। ଏତେ ବଡ଼ ଘରଟା ଖାଁ ଖାଁ ଗୋଡ଼ାଉଛି। ଦେବବ୍ରତ ରାତି କେଇ ଘଣ୍ଟା ଶୁଅନ୍ତି। ବାକି ସମୟତକ ବାହାରେ। ଡାକ୍ତରଖାନା, ରୋଗୀ, କ୍ଲବ, ଟୁର୍ ଭିତରେ ତାଙ୍କର ସମୟ କଟିଯାଏ। ରାତି କେଇ ଘଣ୍ଟା ଶାନ୍ତିରେ ଶୋଇବା ପାଇଁ ଶୋଇବା ଆଗରୁ ଏବେ କ୍ଷୀର ବଦଳରେ କିଛି ବିଦେଶୀ ପାନୀୟର ସଦ୍ବ୍ୟବହାର କରନ୍ତି। ତାପରେ ସାରା ରାତି ନିଶ୍ଚିନ୍ତ। ମାତ୍ର କେମିତି କଟିବ ତାର ଦିନ? ସୋନିକୁ କାହିଁକି ଦେବବ୍ରତ ହଷ୍ଟେଲକୁ ପଠେଇ ଦେଲେ? କେବଳ କ'ଣ ସୋନିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ନା ତା ଉପରେ ପ୍ରତିଶୋଧ ନେବା ପାଇଁ? ଆଜି ସେ ଦେବବ୍ରତଙ୍କ ମୁହାଁମୁହିଁ ପଚାରିବ। ସୋନିକୁ ସେ ହଷ୍ଟେଲରୁ ନେଇ ଆସିବ। ଏତେ ବଡ଼ ଘର, ଗୋଟିଏ ବୋଲି ପିଲା ସୋନି। କ'ଣ ତାର ଅସୁବିଧା ହେଉଥିଲା ଏଠି? ଦେବବ୍ରତଙ୍କର ନିଜର ସନ୍ତାନ ହୋଇଥିଲେ ସେ କ'ଣ ଏହା କରିଥାନ୍ତେ? ଅନେକ ପ୍ରଶ୍ନ, ଅନେକ ଚିନ୍ତାରେ ଆନ୍ଦୋଳିତ ସୁଲଗ୍ନାର ମନ। ଦେବବ୍ରତ ଅନେକ ରାତିରେ ଫେରିଲେ। ସୁଲଗ୍ନା ତାଙ୍କରି ଘରେ ସେ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିଥିଲା। ଦେବବ୍ରତ ଲାଇଟ୍ ଜଳାଇ
ବିସ୍ମିତ କଣ୍ଠରେ ପ୍ରଶ୍ନ କଲେ। ସୁଲଗ୍ନା, ତମେ ଏତେ ରାତିରେ ଏଠି? ଶୋଇନ କାହିଁକି? ରାତି 12:30 ଯେ ହେଲାଣି। ସୁଲଗ୍ନା ଗମ୍ଭୀର କଣ୍ଠରେ କହିଲା, କାଲି ମୁଁ ସୋନିକୁ ହଷ୍ଟେଲରୁ ନେଇ ଆସିବି। କାହିଁକି? କାହିଁକି ସେ ହଷ୍ଟେଲରେ ରହିବ? କ'ଣ ତା'ର ଅସୁବିଧା ହେଉଥିଲା ଏଠି? ଏଠା ଅପେକ୍ଷା ସେଠି ଭଲରେ ଅଛି। ଅନେକ ସାଙ୍ଗସାଥୀ, ଡିସିପ୍ଲିନ୍, ଲାଇଫ୍ ଆଉଟଲୁକ୍ ଅନେକ ବଢ଼ିଯିବ। ଏହାପରେ ମୁଁ ତାକୁ ବାହାରକୁ ପଠାଇବି, ଇଣ୍ଡିଆ ବାହାରକୁ। ନା, ମୁଁ ସେସବୁ ଶୁଣିବିନି। ମୁଁ ତାକୁ କାଲି ଯାଇ ନେଇ ଆସିବି। ନା, ତମେ ତାକୁ ଆଣିପାରିବନି। କାହିଁକି? ମୁଁ ତା'ର ଗାର୍ଡ଼ିଆନ୍। ମୋ ବ୍ୟତୀତ ଅନ୍ୟ କାହାରି ସଙ୍ଗେ ତାକୁ ଛାଡ଼ିବାର କଥା ନୁହେଁ। ହଷ୍ଟେଲ ସୁପରିଟେଣ୍ଡେଣ୍ଟ ତମ ସଙ୍ଗେ ତାକୁ ଛାଡ଼ିବେନି। କିନ୍ତୁ କି ଆଶ୍ଚର୍ଯ୍ୟ, ମୁଁ ଯେ ତା'ର ମା'। ତମେ ମୋ ନାଁଟା ଗାର୍ଡ଼ିଆନ୍ ଲିଷ୍ଟରେ ନ ରଖିଲ କାହିଁକି? ଆବଶ୍ୟକ ମଣିନି ବୋଲି। ଓ, ତେବେ ତମେ ଶେଷରେ ଏଇଆ କରିବ ବୋଲି ସ୍ଥିର କରିଛ? ସୋନିକୁ ମୋଠାରୁ ଦୂରେଇ ରଖି ମୋ ଉପରେ ପ୍ରତିଶୋଧ ନେଉଛ? ଯାହା ତୁମେ ଭାବିପାର। ଦେବବ୍ରତ, ତୁମେ ଏଡ଼େ ନିଷ୍ଠୁର। ଦେଖ ସୁଲଗ୍ନା, ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସମୟରେ ନିଷ୍ଠୁର ହେବାକୁ ହୁଏ। କିନ୍ତୁ ତମେ କିଏ ସୋନି ବିଷୟରେ ଏସବୁ ସିଦ୍ଧାନ୍ତ କରିବାକୁ? ମୁଁ ତା'ର ବାପା। ବାପା, ଲଜ୍ଜା ଲାଗୁନି ତମକୁ? ମୁଁ ଯଦି ତାହା ଅସ୍ୱୀକାର କରେ? ଦୀପକ ଯଦି ସୋନିକୁ ସ୍ୱୀକୃତି ଦିଏ ତାହେଲେ ଭଲ କଥା, ନଚେତ୍ ସୋନିର ଭବିଷ୍ୟତ କଥା ତମେ ଚିନ୍ତା କରିପାରୁଥିବ। ଓ, ଠିକ୍ ଅଛି, ସୋନିକୁ ନେଇ ତମେ ଥାଅ। ମୁଁ କିନ୍ତୁ ଆଉ ତମ ପାଖରେ ରହିବନି। କୁଆଡ଼େ ଯିବ? ଯୁଆଡ଼େ ମନେ ହେବ। ମୁଁ କିନ୍ତୁ ପୋଲିସ ଲଗେଇ ଧରେଇ ଆଣିବି। ପୋଲିସ? କାହିଁକି? କାରଣ ଆଇନତଃ ତମେ ମୋର ସ୍ତ୍ରୀ। ଛାଡ଼ପତ୍ର ନ ଦେଇ ତମେ କୁଆଡ଼େ ଚାଲିଯିବା ସହଜ ନୁହେଁ। ତେବେ ତମେ ବ୍ଲାକମେଲ୍ ବି କରିପାର। ନ ପାରିବି କାହିଁକି? ଦେବବ୍ରତ ସିଗାରେଟରେ ନିଆଁ ଧରାଇଲେ। ସୁଲଗ୍ନା ଅନେକ ସମୟ ଯାଏ ନିଶ୍ଚଳ ହୋଇ ବସି ରହିଲା। କେଉଁ ଗହନ ଚିନ୍ତାରେ ବୁଡ଼ିଗଲା ସତେ କି। ଭାଗ୍ୟର ସୁଅରେ ଅସହାୟ କୁଟାଖିଅଟିଏ ଭଳି ଭାସୁଛି। ଆଗରେ କୂଳ ପାଇ ମଧ୍ୟ ସେ କୂଳରେ ଲାଗିପାରୁନି। ଏମିତି ଭାସିବାରେ ତା'ର ଦୁଃଖ ନଥିଲା। କିନ୍ତୁ କେଉଁ ଲକ୍ଷ୍ୟ ନେଇ ସେ ଭାସିଯିବ? ଲକ୍ଷ୍ୟହୀନ ଜୀବନ କ'ଣ କେହି କାଟିପାରେ? ଦେବବ୍ରତ ସିଗାରେଟଟା ଆଷ୍ଟ୍ରେରେ ପକାଇ ପ୍ରଶ୍ନ କଲେ, କ'ଣ ଆଉ ଭାବୁଛ ସୁଲଗ୍ନା? ସୁଲଗ୍ନା ଚିନ୍ତା ରାଜ୍ୟରୁ ଫେରିଆସି ଦେବବ୍ରତଙ୍କୁ ଚାହିଁଲା। ଦେବବ୍ରତଙ୍କର ମୁହଁର ତ୍ୱକରେ କୋମଳତାର ସ୍ପର୍ଶ। ଏମିତି ମୁହଁକୁ ସେ ଆଦୌ ଚାହିଁପାରେନା। ଛାତି ଭିତରେ କେମିତି ବେଦନା ରୁଦ୍ଧ ହୋଇଯାଏ। ତା'ର ଆଖି ଦୁଇଟି ଅକସ୍ମାତ୍ ଛଳ ଛଳ ହୋଇଗଲା। ସଜଳ କଣ୍ଠରେ ସେ କହିଲା, ଦେବବ୍ରତ, କେମିତି ମୋର ଦିନଗୁଡ଼ା କଟିବ? ଡାକ୍ତରଖାନା, ରୋଗୀ, ପାର୍ଟି, କ୍ଲବ୍ ଆଉ ମଦ ନିଶା ଭିତରେ ତମର ଦିନ ରାତି ସୁନ୍ଦର କଟିଯାଉଛି। କିନ୍ତୁ ମୋ କଥା ଥରେ ଚିନ୍ତା କରି ଦେଖ। ତମେ ବି ଡ୍ରିଙ୍କ କର, କ୍ଲବ୍କୁ ଯାଅ, ପାର୍ଟି ଆଟେଣ୍ଡ କର। ଦେଖିବ ଜୀବନଟା ଖୁବ୍ ସହଜ ମନେ ହେବ। ସେଥିରେ ବି କ୍ଳାନ୍ତି ଅଛି ଦେବବ୍ରତ। ଏତେ ହାଲକା ଜୀବନ କାଟିବାର ବୟସ ଆଉ ମନ ମୋର ନାହିଁ। ତେବେ କ'ଣ ଚାହଁ ତମେ? ସୁଲଗ୍ନା ଚେୟାରରୁ ଉଠି ଆସି ଦେବବ୍ରତଙ୍କର ସୁଲଗ୍ନା ହୋଇ ଠିଆ ହେଲା। ତାଙ୍କର ହାତ ଦିଓଟି ନିଜ ମୁଠାରେ ଚାପି ଧରି ବିନୀତ କଣ୍ଠରେ କହିଲା, ମୋର ଅନେକ ଉପକାର ତମେ କରିଛ ଦେବବ୍ରତ। ଆଉ ଗୋଟିଏ ଉପକାର କରି ମୋତେ ବଞ୍ଚାଇ ଦିଅ। ମୋତେ ତମ କ୍ଲିନିକରେ ଖଣ୍ଡେ ଚାକିରି ଦିଅ। ଯେକୌଣସି ଚାକିରି। ମୁଁ ତମ ପାଖରେ ଚିରଋଣୀ ହୋଇ ରହିବି। ସୁଲଗ୍ନାର କୋମଳ ହାତର ସ୍ପର୍ଶରେ ଦେବବ୍ରତ ବି ଏକ ସ୍ୱପ୍ନରେ ବୁଡ଼ି ଯାଇଥିଲେ। ହଠାତ୍ ସୁଲଗ୍ନାର କଥା ଶୁଣି ଚମକି ପଡ଼ି କହିଲେ, ଚାକିରି? କିନ୍ତୁ ତମର କ'ଣ ଅଭାବ ହେଉଛି ସୁଲଗ୍ନା? ଅଭାବ? ଅଭାବ ଅନେକ। ମଣିଷ ମରିବା ପାଇଁ ବଞ୍ଚିନାହିଁ। ପ୍ରତ୍ୟେକ ଚାହାନ୍ତି କେବଳ ନିଜ ପାଇଁ ନୁହେଁ, ଆଉ କାହା ପାଇଁ ସେ କିଛି କରିବ। ତା ଜୀବନର ଆବଶ୍ୟକତା ଅନ୍ୟ କାହା ପାଇଁ ଯଦି ନଥାଏ, ତେବେ ସେ ପ୍ରତି ମୁହୂର୍ତ୍ତରେ ନିଜକୁ ପ୍ରଶ୍ନ କରିବ, କାହା ପାଇଁ ଏ ଜୀବନ ଧାରଣ? କାହା ପାଇଁ? ସେହି ଚିନ୍ତାରେ ମୁଁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛି। ସୋନି ପାଇଁ ମୋର ଆବଶ୍ୟକତା ଶେଷ ହୋଇଛି। ସେ ଏଥର ନିଜ ଗୋଡ଼ରେ ନିଜେ ଠିଆ ହେବ। ମୋତେ ବାଦ୍ ଦେଲେ ତା ଜୀବନର ଧାରା ବଦଳିଯିବ ନାହିଁ। ତମ ପାଇଁ ମୋର ଆବଶ୍ୟକତା କେବେ ବି ନଥିଲା, ଆଜି ନାହିଁ। ତେବେ କାହା ପାଇଁ ଏ ଜୀବନ? କେଉଁ ଆଶାରେ,
କାହାକୁ ସାମ୍ନାରେ ରଖି ମୁଁ ବାଟ ଚାଲିବି? ବରଂ ତମେ ମୋତେ ଖଣ୍ଡେ ଚାକିରି ଦିଅ। ତମକୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଆଉ 5 ଜଣଙ୍କ ସେବାରେ ମୁଁ ଲାଗିପାରିବି। ତମର କାମକୁ ସହଜ କରିବି। ରୋଗୀଙ୍କର ମୁହଁରେ ହସ ଫୁଟାଇବି। ତାହେଲେ ହୁଏତ ଭାବିବି ମୋ ଜୀବନ କୌଣସି କାର୍ଯ୍ୟରେ ଲାଗିପାରେ। ମୋ ବଞ୍ଚିବାର ଆବଶ୍ୟକତା ଅଛି। ମୁଁ କିଛି ଶୁଣିବିନି। କାଲି ଯାଇ ମୁଁ ପହଞ୍ଚିବି ତମ କ୍ଲିନିକରେ। ତା ନହେଲେ ମୁଁ ଆଉ ପାରିବିନି। ମୁଁ ଆଉ ପାରୁନି। ଦେବବ୍ରତଙ୍କର ଉତ୍ତରକୁ ଅପେକ୍ଷା ନ ରଖି ରୁମ୍ରୁ ଝଡ଼ ଭଳି ବାହାରିଗଲା ସୁଲଗ୍ନା। ଦେବବ୍ରତଙ୍କର କ୍ଲିନିକରେ ପହଞ୍ଚି ସୁଲଗ୍ନା ଅତ୍ୟନ୍ତ କର୍ମତତ୍ପର ହୋଇଉଠିଲା। ଦେବବ୍ରତଙ୍କର କନସଲ୍ଟିଂ ଚାମ୍ବରରେ ଟେବୁଲ ଉପରେ ସୁଲଗ୍ନାର ଫଟୋ। ସୁଲଗ୍ନା ଆଶ୍ଚର୍ଯ୍ୟ ହେଲା, ପୁଲକିତ ହେଲା ନାହିଁ। ସମସ୍ତେ ଜାଣନ୍ତି ସୁଲଗ୍ନା ଦେବବ୍ରତଙ୍କର ସ୍ତ୍ରୀ। ତାର ଫଟୋକୁ ଆଖି ସାମ୍ନାରେ ରଖି ଦେବବ୍ରତ ଅନ୍ୟ ଚକ୍ଷୁରେ ନିଜର ପତ୍ନୀ ପ୍ରାଣ ଦେଖାଇ ହେଉଛନ୍ତି। ସମସ୍ତେ କହିବେ ଡାକ୍ତର ଦେବବ୍ରତ ଉତ୍ତମ ଚରିତ୍ରର ଲୋକ। ସ୍ତ୍ରୀ ବ୍ୟତୀତ ଅନ୍ୟ କୌଣସି ନାରୀକୁ ଆଡ଼ ଆଖିରେ ଚାହାନ୍ତିନି। ସବୁ ଛଳନା, ହିପୋକ୍ରେସି। ଦେବବ୍ରତଙ୍କ କ୍ଲିନିକରେ ଅସମ୍ଭବ ଭିଡ଼। ଦେବବ୍ରତ ରୋଗୀ ଦେଖି ପ୍ରେସ୍କ୍ରିପ୍ସନ୍ ଲେଖୁଛନ୍ତି। ସୁଲଗ୍ନା ରୋଗୀମାନଙ୍କୁ ଡାକ୍ତରଙ୍କ ନିର୍ଦ୍ଦେଶ ବୁଝାଇ ଦେଉଛି। କ'ଣ ଖାଇବାକୁ ହେବ, କ'ଣ କରିବାକୁ ହେବ କହିଦେଉଛି। ସବୁ କାମ ଶୃଙ୍ଖଳାର ସହ ହେଉଛି। ସୁଲଗ୍ନା ହାତର ସ୍ପର୍ଶରେ ସବୁ ସାବଲୀଳ ଶୃଙ୍ଖଳିତ ହୋଇଉଠିଛି। ଦେବବ୍ରତଙ୍କର କାମରେ ଆଗ୍ରହ ବଢ଼ିଛି। ପୂର୍ବପେକ୍ଷା ସତେଜ ସରସ ହୋଇ ଉଠୁଛନ୍ତି ଦେବବ୍ରତ। ସୁଲଗ୍ନାକୁ ସହଧର୍ମଣୀ ଭାବେ ସେ ପାଇ ମଧ୍ୟ ପାଇନାହାନ୍ତି। କିନ୍ତୁ ଉପଯୁକ୍ତ ସହକର୍ମଣୀ ହୋଇପାରିଛି ସୁଲଗ୍ନା। ସେ ଯଦି ବୁଝାଇ ପାରନ୍ତେ ସେ ସୁଲଗ୍ନାକୁ ନିଜର ସହକର୍ମିଣୀ ରୂପେ ପାଇ ତାଙ୍କର ଜୀବନ ପୂର୍ଣ୍ଣ ନ ହେଲେ ବି ଧନ୍ୟ ହୋଇଛି, ତାହେଲେ ସେ କେଡ଼େ ସୁଖୀ ନ ହୁଅନ୍ତେ? ନା, ସୁଲଗ୍ନା ସେସବୁ ବୁଝିବାର ଅବସ୍ଥାରେ ନାହିଁ। ମାସ ଶେଷରେ ଦେବବ୍ରତ ତାଙ୍କର ସମସ୍ତ କର୍ମଚାରୀମାନଙ୍କୁ ଦରମା ଦେଇସାରି କନସଲ୍ଟିଂ ଚାମ୍ବରରେ ନିଭୃତ କକ୍ଷରେ ସୁଲଗ୍ନା ହାତରେ 10 ଖଣ୍ଡ 100 ଟଙ୍କା ନୋଟ୍ ଧରାଇ ଦେଇ ନାଟକୀୟ ଭଙ୍ଗୀରେ କହିଲେ, କ୍ଷମା କରିବ ସୁଲଗ୍ନା। ଯେଉଁ ଲକ୍ଷ୍ୟ ଆଉ ଆନ୍ତରିକତା ନେଇ ତମେ ମୋର କର୍ମପଥରେ ବହିଯାଉଛ, ତାର ପାରିଶ୍ରମିକ ଦିଆଯାଇପାରେ ନା।